ଜୟ ଜଗନ୍ନାଥ ସାଙ୍ଗମାନେ, ଚାଲନ୍ତୁ ଷ୍ଟାର୍ଟ କରିବା ଆମର ଆଉ ଗୋଟେ ବ୍ଲଗ୍କୁ। ବସିକି ଫିଲ୍ମ ଦେଖୁଥିଲି, ଭାଇ ଆମର ଫୋନ୍ କଲେ, କ'ଣ କରୁଛୁ ତୁ? ମୁଁ କହିଲି ଫିଲ୍ମ ଦେଖୁଛି ବୋଲି। କହିଲେ ଚାଲ ଟିକେ ବାହାରେ ଟିକେ ବୁଲି ଆସିବା। ମୁଁ କହିଲି କେଉଁଠିକି ଯିବା? କହିଲେ ଚାଲ ଟିକେ ଡିଏନ୍ଏ ରେଙ୍ଗାଲି ଆଡ଼କୁ ଟିକେ ବୁଲି ଆସିବା। ସେଇଠୁ ସାଙ୍ଗେ ସାଙ୍ଗେ ଆମେ ଯାଇକି ପହଞ୍ଚିଗଲୁ ଡିଏନ୍ଏ ରେଙ୍ଗାଲି ଆଡ଼େ। ଭାଇ ଆମର ଥିଲେ ମାତ୍ର ଖାତିର ନ କରି ସାଙ୍ଗେ ସାଙ୍ଗେ ପୋଜ୍ ଦେବା ପାଇଁ ରେଡ଼ି ହେଇଗଲେ। ବାପା ଟେକିକି ଧରିବ ନା କ'ଣ? ହଁ ହେଇଛି ମନ ବୁଝିଲାନି। ଆଉ ଟିକେ ପଛକୁ ପଳେଇଲେ। ବହୁତ ସୁନ୍ଦର ଭାବରେ ପୋଜ୍ଟି ଦେଇଛନ୍ତି। ତାପରେ ଆମେ ଚାଲୁ ଫାର୍ଷ୍ଟ ଫ୍ଲୋର୍। ଭାଇ ଆମର ପ୍ୟାଣ୍ଟ ସାର୍ଟ ପୁରା ହ୍ୱାଇଟ୍ କଲର୍ ପିନ୍ଧିକି ପୁରା ଏମଏଲ୍ଏ ଭଳିଆ ଦେଖାଯାଉଛନ୍ତି। ନଙ୍ଗା ପୁରା ଲାଗୁଛି। ତାପରେ ଦେଖିଲା ବେଳକୁ ଉପରେ ହର ହର ଘର ଘର ତିରଙ୍ଗା। ସାଙ୍ଗେ ସାଙ୍ଗେ ଟିକେ ଭିଡ଼ିଓ କରିଦେଲି। କରିସାରିଲା ପରେ ମାଉସୀ କ'ଣ ଏଇଠି ଯାଇକି ସେଇ ତାଜମହଲ ପାଖରେ ଠିଆ ହେଇଥିଲେ। ମାଉସୀ ମଉସା ବା ଫଟୋ ସୁଟ୍ ଦେଖରେ। ଆମ ସାର୍ଙ୍କ ମନ ବୁଝିଲାନି, କ'ଣ ଚୁଟି ବୁଟି ଟିକେ ସାଇଜ୍ କରିଦେଲେନି। ଆଉ ଥରେ ବୋଧେ ପୋଜ୍ ନେବେ। ହଉ ଠିକ୍ ଅଛି, ଚଳିବ। ତାପରେ ଆମେ କ'ଣ କଲୁ ନା ଉପରୁ ଯାଇକି ଟିକେ ଭିଉ ନେଇଗଲୁ। ପୁରା ବଢ଼ିଆ କିଣା ଲାଇଟିଂ ଦିଆହେଇଥିଲା ନା, ବଢ଼ିଆ ଲାଗୁଛି। ତାପରେ ଭାଇ ଆମର ମନ ବୁଝେଇକି କହିଲେ ଚାଲ ଆମେ ପଳେଇବା। ବାହାରେ ଯାଇକି ଦେଖିଲା ବେଳକୁ ଆମର ବର୍ଷା। ଇଏ ପାଗଳ ଚୁଟି ଦେଖନ୍ତୁ ଆଗରେ, ସେ ଖାଲି ଆଗ ପଛ ହେଉଛି। ବର୍ଷା ଦେଖିକି ଆମେ ଟିକେ ରହିଗଲୁ। ଆମେ କହିଲୁ ନାଇଁ ଟିକେ ବର୍ଷା ଛାଡ଼ିଯାଉ, ତାପରେ ଆମେ ଯିବା। ଜୟ ଜଗନ୍ନାଥ। ରଖୁଛୁ ମୋ ବ୍ଲଗ୍ଟାକୁ। କେମିତି ଲାଗିଲା ବ୍ଲଗ୍ଟା ନିଶ୍ଚୟ କମେଣ୍ଟ କରିକି ଜଣାଇବେ। ଥ୍ୟାଙ୍କ ୟୁ ସୋ ମଚ୍। ଚାଲୁ ଆଉ କ'ଣ